ନମସ୍କାର ବନ୍ଧୁଗଣ, ଆଜି ଆମେ କହିବା ଏକ ସୁନ୍ଦର ଓ ଅତି ପରିଚିତ ଗଛ ବିଷୟରେ। ତାର ନାମ ହେଲା କୃଷ୍ଣଚୂଡ଼ା ଗଛ। ଗ୍ରୀଷ୍ମ ଋତୁ ଆସିଲେ ରାସ୍ତା ପାଖରେ, ବାଡ଼ି ବଗିଚାରେ ଲାଲ ଅଗ୍ନି ଭଳି ଫୁଲରେ ଭରି ଯାଇଥିବା ଏହି ଗଛର ନାମ ହେଲା କୃଷ୍ଣଚୂଡ଼ା ଗଛ, ଯାହା ସବୁରିଙ୍କର ଦୃଷ୍ଟି ଆକର୍ଷଣ କରୁଥାଏ। ଏହି ଗଛର ଔଷଧୀୟ ଗୁଣ ମଧ୍ୟ ରହିଛି, ଯାହା ମୁଁ ଆପଣଙ୍କ ପାଖରେ ବର୍ଣ୍ଣନା କରିବା ପାଇଁ ଚାହୁଁଛି। କୃଷ୍ଣଚୂଡ଼ା ଗଛର ପତ୍ରକୁ ବାଟିକି ଶରୀରରେ କୌଣସି ଜାଗାରେ ମାଡ଼ ହୋଇ ବିନ୍ଧୁଥିବା ସ୍ଥାନରେ ଲେପି ଦେଲେ ବେଦନା କମିଥାଏ, ଟିକେ ଆରାମ ଲାଗିଥାଏ। ଏହି ଫୁଲରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଛି। ସୁନ୍ଦର ଫୁଲ ହେଲେ ବି ଏହାର ଔଷଧୀୟ ଗୁଣ, ଯାହା ଆଣ୍ଟି ଅକ୍ସିଡେଣ୍ଟ। ବେଶୀ ଗରମ ହେଲେ ଏହି ଫୁଲର କାଢ଼ା ପିଇଲେ ସାମାନ୍ୟ ଆରାମ ଲାଗିଥାଏ। ତେଣୁ ଏହା ଆୟୁର୍ବେଦିକ ଶାସ୍ତ୍ରରେ ମଧ୍ୟ ପରିଚିତ ଗଛ। ଏହାର ଛେଲିକୁ କାଢ଼ା କରି ପିଇଲେ ପେଟ ସମସ୍ୟା ବା ଡାଇରିଆ ଭଲ ହୋଇଥାଏ। ତେଣୁ ଆପଣମାନେ ଏହି କୃଷ୍ଣଚୂଡ଼ା ଗଛ ଲଗାନ୍ତୁ। ଏହାର ପରିବେଶର ସୌନ୍ଦର୍ଯ୍ୟ ବଢ଼ିବା ସହିତ ଔଷଧୀୟ ଗୁଣର ଉପକାରିତା ହାସଲ କରନ୍ତୁ। ସ୍ୱାସ୍ଥ୍ୟ ହିଁ ସମ୍ପଦ। ଜୟ ଜଗନ୍ନାଥ।